ଆଜ୍ଞା ଆମର ଆମର ସାଇବାଣୀ ନାନୀ ସେ ଟିକେ ବୟସ ପ୍ରାୟ ତାଙ୍କ 80 ପାଖାପାଖି ହେବ। ସପ୍ତାହଟେ ଖଣ୍ଡେ ତାଙ୍କ ଟିକେ ଅସୁସ୍ଥ ଥିଲେ। ଗତ ରାତିକି 5 କେତେବେଳେ ସେ ତାଙ୍କ ଦେହ ତ୍ୟାଗ କଲେ। ଆମେ ସକାଳୁ ଖବର ପାଇକି ସବୁ ଠିଆ ହେଲୁ। ତାଙ୍କର ଗୋଟେ ଝିଅ ଗୋଟେ ପୁଅ ସେମାନେ 2 ଜଣ କାନ୍ଦି ବୋବେଇଥିଲେ। ତାଙ୍କୁ ବୁଝାବୁଝି କଲୁ। ଏଇ ଭିତରେ 8ଟା ବେଳକୁ ହଠାତ୍ରେ ସେ ପୁଅଟା ଆଗରେ ଗୋଟେ ଶବ୍ଦ କରିକି ରହିଗଲା। ଆଜ୍ଞା ତା ହାର୍ଟ ଫେଲ୍ ହେଲା କି ହାର୍ଟ ଚୋକରେ କ'ଣ ହେଲା ଜାଣିପାରୁନୁ। ଏତେ ଦୁଃଖଦାୟକ ଘଟଣା। ବର୍ତ୍ତମାନ ତାଙ୍କ ଘରେ ସେ ଝିଅଟା ସେ ପୁରା ଅନାଥ ହେଇଗଲା। କିଏ ନାହାନ୍ତି ଆଉ। ଗୋଟେ ଦିନ ମା ପୁଅ ଏକା ସାଙ୍ଗେ ଯିବାଟା ବଡ଼ ଅତି ଦୁଃଖଦାୟକ ବିଷୟ, ଯେଉଁଟା ଶୁଣିଲେ ସମ୍ଭାଳି ହେଉନି। ତ ଆଜ୍ଞା ଏବେ ବର୍ତ୍ତମାନ କ'ଣ କେମିତି କରିବେ, କ'ଣ କେମିତି ନେବେ? ବର୍ତ୍ତମାନ ଏଇଠି ଆମ ସାହିର ଲୋକ ଆମେ କେତେ ବନ୍ଧୁ ଅଛୁ। ଆଜି କାର୍ଯ୍ୟକ୍ରମ କେମିତି ତୁଟିଯିବ, ତା ପରବର୍ତ୍ତୀ ସେ ଝିଅର ଅବସ୍ଥା କ'ଣ ହେବ, ସେ କେମିତି କରିବ କି ଆଉ କିଛି କହିପାରୁନି। ଆଜ୍ଞା ଗଭର୍ଣ୍ଣମେଣ୍ଟ ସାହାଯ୍ୟ ମାଗୁଛନ୍ତି। ଗଭର୍ଣ୍ଣମେଣ୍ଟ ସାହାଯ୍ୟ ମାଗୁଛନ୍ତି। ଗଭର୍ଣ୍ଣମେଣ୍ଟ ସାହାଯ୍ୟ ଦରକାର ଆଜ୍ଞା, ନହେଲେ କିଏ ନାହାନ୍ତି ତାର କିଏ ପୁରା ଏବେ ଅନାଥ। ଦେଖନ୍ତୁ ପିଲା ତ ପଳେଇଲା, ମା ତ ମା ପଳେଇଲା, ବର୍ତ୍ତମାନ ଝିଅର ଅବସ୍ଥା କ'ଣ? ଝିଅର ଅବସ୍ଥା କିଛି କହିହେବ ନାହିଁ, କିଛି କହିପାରୁନୁ ବର୍ତ୍ତମାନ। କ'ଣ କେମିତି ବଞ୍ଚିବ ଝିଅ, କ'ଣ କେମିତି ରହିବ? ସେଇଟା କିଛି ଜଣା କ'ଣ କରାହେବ କେମିତି କିଛି ଜଣାପଡ଼ୁନି। ସେ ମଧ୍ୟ ବେଶୀ ଚାଲାକ ନାହିଁ, ଭେରି ସିମ୍ପଲ୍ ବଡ଼ ଅମାୟିକ ଝିଅଟା। ତ କ'ଣ ଚାହୁଁଛନ୍ତି ଆପଣମାନେ? ଆମେ ଜାଣିଛୁ ସରକାର ତ କ'ଣ ସାହାଯ୍ୟ ମିଳୁ, ସେ କେମିତି ତା ଜୀବନଟା ତ ବଞ୍ଚିବାକୁ ଚଳିବାକୁ ପଡ଼ିବ ନା। ତା କୌଣସି ପ୍ରକାର ପେନ୍ସନ୍ କ'ଣ ଗୋଟେ ଆଦାୟ ଚଳିବା ପାଇଁ ଗୋଟେ ମିଳିଲେ ଭଲ ହେଇଥାନ୍ତା। ପିଲା କ'ଣ କରୁଥିଲା, ପିଲା ସେ କିଛି କରୁନଥିଲା, କେମିତି ସେମାନେ ଚଳୁଥିଲେ ସେମାନେ ଜାଣନ୍ତି। ବିଶେଷ ତାଙ୍କର ଆଦାୟ ପନ୍ଥା କିଛି ନଥିଲା। ସେ କେମିତି ଚଳୁଥିଲେ କ'ଣ, କେବେ ବାହାର କଥା ବାହାରେ ସେ ଖାଉଥିଲେ କି କେଉଁ ଭୋକ ରହୁଥିଲେ ସେ କଥା କିଏ ପଡ଼ିଶା କେଉଁ ଜାଣିନାହାନ୍ତି। ବର୍ତ୍ତମାନ ଆପଣ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ସେ ଝିଅର ଜୀବନଟା ଟିକେ ଇଏରେ ଚଳୁ, କୌଣସି ପ୍ରକାର ସାହାଯ୍ୟ ସମର୍ଥନ ମିଳିକି ସେ କିନ୍ତୁ ତା ଯେତିକି ବଞ୍ଚିବ ରହିବା ପାଇଁ ଘର ଖଣ୍ଡେ ଅଛି, ଅନ୍ତତଃ ତା ଚଳିବା ପାଇଁ କିଛି ସୁବିଧା ସରକାର ସୁବିଧା ମିଳିଲେ ଭଲ ହେଇଥାନ୍ତା। ପେନ୍ସନ୍ ମିଳିଲେ ଭଲ ହେଇଥାନ୍ତା।